ସମସ୍ତେ ଆମେ ଏଠି ଯେତେ ନେତୃତ୍ୱ ରମାକାନ୍ତ ଭାଇ ମୁଁ ଦେଖିଛି କାଲି ଆମେ 10-11 ଜଣ ଫୋନ୍ ବଜେଟ୍ କାହିଁକି ହେଲା କ'ଣ ପାଇଁ ଆମକୁ ହେଲା ତାଙ୍କର ଆଗ ଆପଣଙ୍କ ଦାଦା ପୂରଣ ହେଇଯିବ ଆହୁରି ହୁଏତ ଆମ ଦାଦା ଉପସ୍ଥାପନ କରିବାକୁ ହେଲେ ଆପଣମାନଙ୍କ ସଂଖ୍ୟାକୁ ବୃଦ୍ଧି କରିବାକୁ ହେବ କିନ୍ତୁ ଆପଣଙ୍କ ବଳ ଯଦି ନ ରହିବ ଆପଣମାନେ ଭାଙ୍ଗି ପଡ଼ିବେ କାହିଁକି ଆମର ହେଲାନି ଏ ସରକାର ପାଖରେ ଗୋଟେ ନେତୃତ୍ୱ କିଛି କରିପାରିବନି ଆପଣଙ୍କ ବିନା ଅନ୍ୟ ଆଗରୁ ଯେତେବେଳେ ଷ୍ଟ୍ରାଇକ୍ ହୁଏ ହଠାତ୍ ନେତୃତ୍ୱବାଲା କ'ଣ କରନ୍ତି ବହୁତ ଶୀଘ୍ର ଆସନ୍ତି କାମ ହାସଲ ହେଇଯାଏ କିନ୍ତୁ ବିଜେଡି ସରକାର ପାଖରେ ଗୋଟେ ବିଚିତ୍ର କଥା ତେଣୁ ଯେଉଁ କଥା ଆପଣ ଭାବୁଛନ୍ତି ସେଇଆ ନୁହେଁ ଧୈର୍ଯ୍ୟ ପରୀକ୍ଷା କରୁଛନ୍ତି ସରକାର ଆପଣମାନଙ୍କର ନିଶ୍ଚିତ ଯେଉଁ ପରିଶ୍ରମର ଫଳ ଆପଣମାନେ ପାଇବେ ଦୀର୍ଘ 30 ବର୍ଷ ଆପଣମାନେ ଖଟିଲେ এই পেট ପାଳନ କଥାକୁ ନେଇ ଅନେକ ଦିନ ଶୂନ୍ୟ ହସ୍ତରେ ଆପଣମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିଲେ ବଡ଼ ଦୁଃଖର କଥା ଆମମାନେ ଅନୁଭବ କରୁଛୁ ଯେଉଁମାନେ ବସୁଛୁ ଆପଣମାନେ ବି ଦୁଃଖରେ କାଳାତିପାତ କରୁଛନ୍ତି କିନ୍ତୁ ଏ ସରକାରଙ୍କୁ ଏ କଥା ଦେଖାଯାଉନି ତାଙ୍କ କାନକୁ ଏ କଥା ଶୁଭୁନି ସେମାନେ ଅନ୍ଧ ହୋଇଯାଇଛନ୍ତି କାହିଁକି ନା ସରକାର ସେ ନିଜେ ଗୋଟେ ସ୍ୱାର୍ଥବାଦୀ ସରକାର ଯୋଉଠୁ ଭୋଟ ପାଇବ ସେ ଭୋଟ ରାଜନୀତି କରି ଚାଲିଛି କିନ୍ତୁ ଯେଉଁ ଶିକ୍ଷକ ବିନା ପାରିଶ୍ରମିକ ବିନା ଖାଦ୍ୟ ପୋଷାକରେ ସେ ଅହରତ୍ର କଟି ଚାଲିଛି ସେ କଥାରେ ସରକାରଙ୍କର ଭ୍ରକ୍ଷେପ ନାହିଁ ଗୋଟେ ଦୁଃଖର କଥା ତେଣୁ ଏ ଦୁଃଖକୁ ଲାଘବ କରିବା ପାଇଁ ପ୍ରତ୍ୟେକ ଦିନ ଆପଣମାନଙ୍କୁ ଅନୁରୋଧ ରଖିବି ସବୁଠି ଆପଣମାନେ ହିଁ ଆଜି ଆସୁଛନ୍ତି ଆଜିର ଯେଉଁ ଉପସ୍ଥିତି ଆପଣମାନେ ଦେଖିଲେ ତାକୁ ଟିକେ ବଢ଼ିବା ପାଇଁ ଚେଷ୍ଟା କରନ୍ତୁ ସମସ୍ତଙ୍କୁ ଫୋନ୍ କରନ୍ତୁ ଆପଣ ଜଣେ ଜଣେ ଫୋନ୍ କରିବେ ଯଦି 2 ଜଣଙ୍କୁ ଆଜି ଯଦି 60 ଜଣ ଆମେ ଏଠି ଉପସ୍ଥିତ 100 ଜଣ ଅଛନ୍ତି 200 ଲୋକ ସମସ୍ତଙ୍କ ପାଇଁ ସରକାର ମୁଣ୍ଡ ନୁହେଁ ତେଣୁ ଆପଣଙ୍କୁ ଉପସ୍ଥିତିକୁ ବଢ଼ିବାକୁ ପଡ଼ିବ ଜମା ଭାଙ୍ଗି ପଡ଼ନ୍ତୁ ନାହିଁ ଆମେ ଶେଷ ପର୍ଯ୍ୟନ୍ତ ଲଢ଼ିବା ଯାହା ନିଷ୍ପତ୍ତି ନେତୃତ୍ୱମାନେ ନେଇଛନ୍ତି ଆପଣମାନଙ୍କ ପାଇଁ ଯେ ପର୍ଯ୍ୟନ୍ତ ଆମେ ନୋଟିଫିକେସନ ପାଇନାହୁଁ ସେ ପର୍ଯ୍ୟନ୍ତ ଏହି ରାଜରାସ୍ତାରେ ଆମେ ବସି ରହିବା କିନ୍ତୁ ବଡ଼ ଦୁଃଖର କଥା ଆପଣଙ୍କ ମନୋବଳ ଦବି ଯାଉଛି ମନୋବଳ ଆପଣ ଦୃଢ଼ ଆପଣ ଅନୁଭବ କରିବେ ଯେ ଆମର ଷ୍ଟ୍ରାଇକ୍ ଯାହା ହେଉଛି ହଉ ଆମକୁ ନେତୃତ୍ୱ ଆଣି ଧରେଇ ଦିଅନ୍ତୁ ଆମେ ଖାଲି ଘରେ ବସିକରି ପାଇବୁ ଗୋଟେ ଦୁଃଖର କଥା ନେତୃତ୍ୱ କେବେ ହେଲେ ଆପଣମାନେ ଘରେ ଶୋଇକରି ଫୋନ୍ କରିଦେଲେ ନେତୃତ୍ୱ କିଛି ଆପଣମାନଙ୍କର ଆଟେଣ୍ଡାନ୍ସ ନିହାତି ଆବଶ୍ୟକ ଆପଣମାନେ ମେସେଜ ଯୋଉମାନେ ଯୋଉ ଭାଇ ଆପଣଙ୍କୁ ଫୋନ୍ କରୁଛି ତାକୁ କୁହନ୍ତୁ ପ୍ରକୃତ ହେବ ନିଶ୍ଚିତ ପୂର୍ଣ୍ଣ ହସ୍ତରେ ଆପଣମାନେ ମେସେଜ ଆମେ ପୂର୍ଣ୍ଣ ହସ୍ତରେ କରିବାକୁ ପଡ଼ିବ ତେଣୁ ସବୁ ଭାଇକୁ ଆମର ଯେତେ 30ଟି ଯାକ ଜିଲ୍ଲା ଅଛି 31ଟା ଶିକ୍ଷା ଜିଲ୍ଲା ଅଛି ସମସ୍ତଙ୍କୁ ଅନୁରୋଧ ରଖନ୍ତୁ ଆପଣମାନଙ୍କ ମାଧ୍ୟମରେ ସମସ୍ତେ ଉପସ୍ଥିତ ହୁଅନ୍ତୁ ଯାହା ଆମର କୋଡ୍ ଅଫ୍ କଣ୍ଡକ୍ଟ ପୂର୍ବରୁ ଆଜି ନହେଲେ କାଲି କାଲି ନହେଲେ ପରଦିନ ଆମେ ଏଠି ଜାରି ରହିବା ଜାଗ୍ରତ ରହିବା ଏବଂ ଦିନରାତି ଅହରାତ୍ର ଧାରଣାରେ ବସିବା ନିଶ୍ଚିତ ଆମେ ଆମ ନୋଟିଫିକେସନକୁ ଧରିକି ଯିବା କିନ୍ତୁ ସେ